ଏଭଳି ଭାବେ ସେ ଲୋକଙ୍କ ସହିତ ଜଡ଼ିତ ଅଛି। ଆଗାମୀ ଦିନରେ ବି ସେ ସେମିତି ଜଡ଼ିତ ରହିକି ଭଲ ଭାବରେ ଏମିତି କାମ କରିଥାଉ। ନିଜେ କାମ କରୁଛନ୍ତି, ନିଜ ସ୍ୱଇଚ୍ଛାରେ ଯେଉଁ ଯାହା ପାଉଛନ୍ତି କରୁଛନ୍ତି, ଆଉ ସଦାବେଳେ କନେକ୍ଟେଡ୍ ଅଛନ୍ତି। ତ ଆଜି ଯେଉଁ ମାଉସୀଙ୍କ କଥା କହିବି, ମାଉସୀଙ୍କ ବିଷୟରେ ଲଲିତ ଜାଣିକି ଆମକୁ କହିଥିଲା। ଦେଖନ୍ତୁ, ଏ ବନ୍ଧୁ ମିଳନଟା ଆମ ସାନ ଭାଇ ଲଲିତ ମୋହନ ଜେନା ସିଏ ଆରେଞ୍ଜ କରିଛନ୍ତି। ଲଲିତ ସହିତ ସମ୍ପର୍କ 5 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ଆଜି ସକାଳେ ଲଲିତ ଏଇ ଏରିଆରେ ୱାର୍ଡ ନମ୍ବର 40 ଏବଂ ଆଖପାଖ ଅଞ୍ଚଳରେ ସଦାବେଳେ ସୋସିଆଲ ୱାର୍କରେ ସେ ନିଜକୁ ଜଡ଼ିତ ରଖିଥାଏ, ଲୋକଙ୍କ ସହିତ ଥାଏ। ଆଜି ସକାଳେ ହିଁ ଆମେ ଲଲିତର ଇନଫର୍ମେସନ୍ ଲଲିତରୁ ପାଇଲା ପରେ ଆମେ ଆସିଥିଲୁ, ଜଣେ ମାଉସୀଙ୍କୁ ହ୍ୱିଲ୍ ଚେୟାର ଦେଇଥିଲେ। ତ ମୁଁ ଆଶା କରୁଛି ଲଲିତ ଏମିତି ଲୋକଙ୍କ ସହିତ ରହୁ, ଲୋକଙ୍କ ସହିତ ରହିକି ଲୋକଙ୍କ ସେବା କରୁ, ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସେମିତି ଆଗେଇ ବଢ଼ୁ। ଆପଣଙ୍କ ଆଶୀର୍ବାଦ କ'ଣ ରହିବ ଲଲିତ ପାଇଁ? ତ ମୁଁ ସେୟା କହିଲି, ଲଲିତର ଯେଉଁ ଲୋକଙ୍କ ସହିତ ଜଡ଼ିତ ରହିକି ସେବା କରୁଛି, ମୁଁ ସିଓର ଅଛି ଲଲିତର ବହୁତ ବ୍ରାଇଟ୍ ଫ୍ୟୁଚର ଅଛି। ଆଉ ଯେଭଳି ଭାବେ ସେ ଲୋକଙ୍କ ସହିତ ଜଡ଼ିତ ଅଛି, ଆଗାମୀ ଦିନରେ ବି ସେ ସେମିତି ଜଡ଼ିତ ରହିକି ଭଲ ଭାବରେ ଏମିତି କାମ କରିଥାଉ। ଆଉ ତାଙ୍କର ଯେଉଁ ଗ୍ରୁପ୍ଟା ଅଛି, ମୋତେ ସବୁଠୁ ଭଲ ଲାଗେ। ଏ ଗ୍ରୁପ୍ରେ ସମସ୍ତେ ଏଜୁକେଟେଡ୍ ଗ୍ରୁପ୍ ଅଛନ୍ତି, ସମସ୍ତେ ଜବ୍ କରୁଛନ୍ତି, ନିଜ ଗୋଡ଼ ଉପରେ ନିଜେ ଠିଆ ହେଇଛନ୍ତି, ଡିପେଣ୍ଡେନ୍ସି ନାହିଁ। ତ ଲୋକଙ୍କ ପାଇଁ ସେମାନେ ସେବା କରିବା ପାଇଁ କାହା ଉପରେ ଡିପେଣ୍ଡେଣ୍ଟ ରହୁନାହାନ୍ତି, ନିଜେ କାମ କରୁଛନ୍ତି, ନିଜ ସ୍ୱଇଚ୍ଛାରେ ଯେଉଁ ଯାହା ପାଉଛନ୍ତି କରୁଛନ୍ତି, ଆଉ ସଦାବେଳେ କନେକ୍ଟେଡ୍ ଅଛନ୍ତି। ତ ଆଜି ଯେଉଁ ମାଉସୀଙ୍କ କଥା କହିବି, ମାଉସୀଙ୍କ ବିଷୟରେ ଲଲିତ ଜାଣିକି ଆମକୁ କହିଥିଲା। ତାପରେ ଆମେ ସମସ୍ତେ ମିଶିକି ଆଜି ସକାଳେ ପହଞ୍ଚିଥିଲୁ। ତ ଏଭଳି ଭାବରେ ଯେତେ ଲୋକଙ୍କ ପାଖରେ ସେ ପହଞ୍ଚି ପାରିବ, ଲୋକଙ୍କ ଆଶୀର୍ବାଦ ନେଇପାରିବ, ସେଇଟା ହିଁ ତାକୁ ଆଗକୁ ବଢ଼େଇବ।